ବର୍ତ୍ତମାନ ରାମନବମୀ ଦିନ ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ଅଯୋଧ୍ୟା ଯିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତୁମେ ନିଜ ଘରେ ବସି ରାମଲାଲାର ଦର୍ଶନ ପାଇପାରିବ। ଅଯୋଧ୍ୟା ରାମ ମନ୍ଦିରରେ ଥିବା ରାମନବମୀ ପୂଜା ଦ୍ୱାର ଦେଶରେ ସିଧା ପ୍ରସାରଣ ହେବ। ଆଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ନିଜ ଘରେ ଏବଂ ଅଞ୍ଚଳରେ ରହି ରାମନବମୀ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହା ସହିତ ଦୂରଦର୍ଶନ ମାଧ୍ୟମରେ ଅଯୋଧ୍ୟା ରାମ ମନ୍ଦିରର ରାମଲାଲାଙ୍କୁ ଦର୍ଶନ କରନ୍ତୁ। 50 ଲକ୍ଷ ଭକ୍ତଙ୍କ ଆଗମନ ସମ୍ଭାବନା। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟା ବହୁତ ଛୋଟ ଏବଂ ବର୍ତ୍ତମାନ ତାତି ମଧ୍ୟ ବହୁତ ଅଧିକ। ଆଇ ଏଭଳି ପରିସ୍ଥିତିରେ ଯଦି ଅଯୋଧ୍ୟାରେ ବହୁତ ଭିଡ଼ ଥାଏ ତେବେ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେବେ। ଭକ୍ତମାନଙ୍କ ପାଇଁ ଅଯୋଧ୍ୟାରେ 100ଟି ସ୍ଥାନରେ ଏଲ୍ଇଡି ବଲ୍ ମଧ୍ୟ ସ୍ଥାପନ କରାଯିବ। ଜାନୁଆରୀ 22ରେ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ 1,70,00,000 ଭକ୍ତ ପରିଦର୍ଶନ କରିଛନ୍ତି। ଆଇ ରାମ ନବମୀ ପାଇଁ ଅଯୋଧ୍ୟାରେ ଚାଲିଥିବା 9 ଦିନିଆ ମେଳାରେ 50 ଲକ୍ଷ ଭକ୍ତ ଯୋଗ ଦେବେ ବୋଲି ଆଶା କରାଯାଉଛି। ଦର୍ଶନ ସମୟ ବୃଦ୍ଧି କରାଯିବ। ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାମ ମନ୍ଦିରର ପ୍ରଥମ ମହଲାରେ ନିର୍ମାଣ ହେବାକୁ ଥିବା ରାମ ଦରବାର ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ରାମ ନବମୀର ବ୍ୟବସ୍ଥା ବିଷୟରେ ମୁଖ୍ୟ ଆଲୋଚନାର କେନ୍ଦ୍ର ଥିଲା। ଆଇ ରାମ ନବମୀ ଉପରେ ରାମ ମନ୍ଦିରରେ ଦିନକୁ 7 ଧାଡ଼ିରେ ଦର୍ଶନ ଦିଆଯିବ। ବର୍ତ୍ତମାନ କେବଳ 4ଟି ଧାଡ଼ିରେ ଦର୍ଶନ ଦିଆଯାଇଛି। ରାମ ନବମୀ ଉପରେ ଭକ୍ତଙ୍କ ପାଇଁ ଆଉ 3ଟି ଲାଇନ ବୃଦ୍ଧି କରାଯିବ। ଏହା ବ୍ୟତୀତ ବର୍ତ୍ତମାନ ଭକ୍ତମାନେ 14 ଘଣ୍ଟା ଧରି ରାମ ମନ୍ଦିରରେ ଦର୍ଶନ କରୁଛନ୍ତି। କିନ୍ତୁ ରାମ ନବମୀ ଉପରେ ଦର୍ଶନ ସମୟ 20 ଘଣ୍ଟାକୁ ବୃଦ୍ଧି କରାଯିବ। ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଚମ୍ପତି ରାୟ କହିଛନ୍ତି ଯେ ରାମଲାଲାଙ୍କ ଆଳତୀ ପରେ ପୋଷାକ ବଦଳାଇବା, ଶୃଙ୍ଗାର, ଭୋଗ ଲାଗିବା ଏବଂ ତାପରେ ସକାଳର ଶୃଙ୍ଗାର ଆଜି 3ରୁ 4 ଘଣ୍ଟା ସମୟ ନେଉଛି। ଶୃଙ୍ଗାର ସମୟ ହ୍ରାସ କରିବା ସମ୍ଭବ ନୁହେଁ। ରାମ ନବମୀ ଉପରେ ଅଯୋଧ୍ୟାକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆସିବାର ସମ୍ଭାବନା ରହିଛି, ଯାହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାମ ମନ୍ଦିରକୁ ଯିବା ରାସ୍ତାରେ ତାତିରୁ ରକ୍ଷା ପାଇବା ପାଇଁ ଛାଇର ବ୍ୟବସ୍ଥା କରାଯାଇଛି। 2 ମାଟିରେ ମେଟ୍ ଲଗାଯାଉଛି, ଯେପରି ଭକ୍ତଙ୍କ ପାଦ ତାତିରେ ଜଳିବ ନାହିଁ। 3 ଦର୍ଶନ ମାର୍ଗରେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। 4 ସର୍ବାଧିକ ସଂଖ୍ୟକ ଭକ୍ତ ପ୍ରସାଦ ଗ୍ରହଣ କରିବାକୁ ନିଶ୍ଚିତ କରିବାକୁ ବ୍ୟବସ୍ଥା କରାଯାଉଛି। 5 ମନ୍ଦିରର ଦର୍ଶନ ମାର୍ଗରେ 50ଟି ସ୍ଥାନରେ ଜଳ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯାଉଛି। 6 ପାଉଡର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଟ୍ରଷ୍ଟ ଭକ୍ତମାନଙ୍କୁ ନିବେଦନ କରିଛି ଯେ ରାମନବମୀ ସମୟରେ ଦର୍ଶନ ପାଇଁ ରାମ ମନ୍ଦିରକୁ ଆସୁଥିବା ଲୋକମାନେ ସେମାନଙ୍କ ସହିତ ମୋବାଇଲ ଫୋନ ଆଣିବା ଉଚିତ ନୁହେଁ। ତୁମର ଜୋତା ଏବଂ ଚପଲକୁ ଦୂରରେ ରଖିବା ଉଚିତ।